ବର୍ଷ ସାରା ପରିଶ୍ରମ କରି ଫସଲଟି କରିଥିବ। ହଁ ଡେରିବା ଆଜ୍ଞା ଯଦି ବର୍ଷା ନହେଲା, ବର୍ଷା ନହେଲେ ମରୁଡ଼ି ହବ। ସେତେବେଳେ ତ ଆଜ୍ଞା ପାଣି ପମ୍ପ ନଥିଲା ଯେ ପୋଖରୀରୁ ପାଣି ପମ୍ପ ନେଇକି ସବୁ ବିଲରେ ଡାଲି ଦେବେ। ଏଲ୍ଆଇ ପଏଣ୍ଟ ଅଛି। ହାଁ ଏଲ୍ଆଇ ପଏଣ୍ଟ ଅଛି। ଏଲ୍ଆଇ ପଏଣ୍ଟ ଅଛି। ହଁ ଆଜ୍ଞା ସେତେବେଳେ କରିବେ କଣ ନା ଏପର୍ଯ୍ୟନ୍ତ ମଧ୍ୟ ଲୋକମାନେ ବର୍ଷା ଉପରେ ନିର୍ଭର କରୁଥିଲେ। ଆମ ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ବର୍ଷା ଉପରେ ନିର୍ଭର କରନ୍ତି। ହଁ। ଯଦି ବର୍ଷା ହେଲା ତ ଚାଷ ହବ, ନହେଲେ ହବନି, ମରୁଡ଼ି ହବ। ମରୁଡ଼ି ହେବ। ହଁ। ତେଣୁ ଆଜ୍ଞା ସେବେ ମଧ୍ୟ ସେହା ହିଁ ଚାଲିଥିଲା। ସେତେବେଳେ ତ ଆଉ ପାଣି ପମ୍ପ ନଥିଲା ଯେ ସଙ୍ଗେ ସଙ୍ଗେ ଆଣିକି ପାଣି ପମ୍ପ ଲଗେଇଦେଲା ଫସଲଟା ହେଇଯିବ। ହେଲା ଆଜ୍ଞା ଏହି ସମୟରେ ଚତୁରୀ ବୁଦ୍ଧିମତୀ ମାତା ପାର୍ବତୀ କହିଲେ ସ୍ୱାମୀ ହଁ। ଆପଣ ବର୍ତ୍ତମାନ କୃଷି କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ। ହଁ ଭଗବାନ ଶିବ କହିଲେ ପାର୍ବତୀ ପାର୍ବତୀ ଗୋଟିଏ କଥା ଜାଣିଛ ତୁମେ? ହଁ ପରମ ଶାସ୍ତ୍ର ଭାଗବତରେ ଆଜ୍ଞା ଅତି ବଡି ଜଗନ୍ନାଥ ଦାସ କଲମ କଲେ। କଲମ କଲେ। କଣ ଲେଖିଲେ ଆଜ୍ଞା? କଣ ଲେଖିଲେ? କହିଲା ଜଳ ବିହୁନେ ସୃଷ୍ଟି ନାଶ ଗୋବିନ୍ଦ। ହାଉଲେ। କହିଲା ଜଳ ବହୁଳେ ସୃଷ୍ଟି ନାଶ ଗୋବିନ୍ଦ। ବହୁଳେ ସୃଷ୍ଟି ନାଶ ଗୋବିନ୍ଦ। ଜଳ ବହୁଳେ ସୃଷ୍ଟି ନାଶ ଗୋବିନ୍ଦ। କହିଲା ପାର୍ବତୀ ହଁ। ଆମେ ବର୍ଷ ସାରା ପରିଶ୍ରମ କରି ଫସଲଟିଏ କରିଥିବା, ହଁ। ଜଳ ବିହୁନେ ସୃଷ୍ଟି ନାଶ। ନାଶ। ଯଦି ବର୍ଷା ନହେଲା ହଁ। ମରୁଡ଼ି ହେବ, ମରୁଡ଼ି ହବ। ଆମେ ସାରା ବର୍ଷ ଉପାସ ରହିବା। ଉପାସ ରହିବା। ଯଦି ଅତ୍ୟଧିକ ବର୍ଷା ହେଲା, ଧୋଇ ହେଇଯିବ। ବନ୍ୟା ହେଲେ ଧୋଇ ହେଇଯିବ, ଧୋଇ ହେଇଯିବ। ଆମ୍ଭେ ମଧ୍ୟ ସାରା ବର୍ଷ ଉପାସ ଉପବାସ ରହିବା। ପାର୍ବତୀ ହଁ। ତୁମେ ଗୋଟିଏ କଥା ଜାଣିଛ? କଣ? ମୁଁ ଏକ ଏପରି ଜମିକୁ ଚାଷ କରୁଛି ହଁ। ଯାହାର ଧୋଇ ନାହିଁ କି ମରୁଡ଼ି ନାହିଁ। ଆରେ ସିଏ କୋଉ ଜମି? ସିଏ ଆଜ୍ଞା ଜମିଟି କଣ କଣ? ନା କୃଷି ହୁସିକେଶ ପଦାର ବିନ୍ଦାୟ ଓ। ସେ ବାର୍ଚିତ ସଙ୍ଗ ନ ସଙ୍ଗୟାମି ହଁ। ନ ଶୁଷ୍କତେ ସୂର୍ଯ୍ୟ ସହସ୍ର କିରଣେନ ନ ଧୌତ ନିଧି ବାରି ବର୍ଷଣେ। ହଁ ଆଜ୍ଞା ଅର୍ଥାତ କଣ ହଁ। ନା ହୃଷିକେଶ ଯେ କି ନାରାୟଣ, ନାରାୟଣ ନାରାୟଣଙ୍କ ପାଦ ରୂପକ ଜମିକୁ ହଁ। ମୁଁ ଚାଷ କରୁଛି। ଏ ନାରାୟଣଙ୍କର ପାଦକୁ ତମେ ଚାଷ କରୁଛ? ହଁ ସେ ବଳଦ ଗୁଡା କେମିତି ବୁଲୁଛନ୍ତି କହିଲ? ଲଙ୍ଗଳ କେମିତି ଚାଷ ହଉଛି? ନା କେମିତି ଆଜ୍ଞା ଚାଷ କରୁଛି? କେମିତି? ମନ ରୂପକ ଲଙ୍ଗଳରେ ହଁ। ଆଜ୍ଞା ଭକ୍ତି ରୂପକ ବିହନ ବୁଣି ମୁଁ ଚାଷ କରୁଛି। କରୁଛ। ତାହେଲେ ଆଜ୍ଞା ଫଳ କଣ ମିଳିବ? କଣ ଫଳ? ନା ମୋକ୍ଷ ନାମକ ଫଳ ମିଳିବ। ହଁ। ଆମେ ଭବ ସଂସାରରୁ ପାର ହେବା ପାର୍ବତୀ। ହଁ ତେଣୁ ଆଜ୍ଞା ନିଜ ଭୁଲକୁ ଆଜି ବୁଝି ପାରିଛନ୍ତି ପାର୍ବତୀ। ମାତା ଜଗଦ୍ଧାତ୍ରୀ ପାର୍ବତୀ। ପାର୍ବତୀ। ତେଣୁ ଆଜ୍ଞା କହିଲେ କଣ କଣ ନା ତେବେ କହିଲେ? ସ୍ୱାମୀ ଠିକ ଅଛି, ହଁ। ସେଇ ବିଷ୍ଣୁଙ୍କର ନାମ କେବେ ବନ୍ଦନା ଅର୍ଚ୍ଚନା ରଚନା ହିଁ କରିବା। କରିବା। ତେଣୁ ସେହି ପ୍ରଭୁ ଭୋଳା ଶଙ୍କର ମାତା ପାର୍ବତୀ ଏହି ମଞ୍ଚରେ ଉପବିଷ୍ଟ ହୋଇ ଏହି ଗ୍ରାମରେ ଉପବିଷ୍ଟ ହୋଇ ଏହି ଗ୍ରାମରୁ ଚୌର ଭୟ ଅଗ୍ନି ଭୟ ଦୂର କରିବା ସଙ୍ଗେ ସଙ୍ଗେ ଗ୍ରାମ ଭାଇ ବାସୀଙ୍କ ମନ ମଧ୍ୟରେ ହରିଭକ୍ତି ଜାଗ୍ରତ କରନ୍ତୁ ଏବଂ ଏହି ଅନୁଷ୍ଠାନଟାକୁ ଦୀର୍ଘଜୀବୀ କରନ୍ତୁ। ବୋଲ ସର୍ବେ ଆନନ୍ଦେ କୁମାର ହରି ହରି ବୋଲ। ଆଜ୍ଞା ମୁଁ ହରିବୋଲ ଦେବା ପାଇଁ କହିଲି, ହୁଳହୁଳ ଦେବା ପାଇଁ କହିଲି। ମୋ ମା ମାନେ ଏଠି ଛିଡା ହୋଇଛନ୍ତି, ମୋ ବାପା ମାନେ ଏଠି ଏତେ ସାରା ଅଛନ୍ତି, କିନ୍ତୁ ଜଣେ କେହି ହରିବୋଲ ଦେଲେନି। ତମେ ତ ପଇସା ନଉଛ, ସେ ମାଗଣାରେ କାହିଁ ହରିବୋଲ ଦେବେ କହିଲ? ଆଜ୍ଞା ମନେ ଅଛି ଯେତେବେଳେ ତାମିଲନାଡୁର ଜଣେ ଜଣେ କଲେକ୍ଟର ଆସିଥିଲେ, ତାଙ୍କର ଅଛି ପାଣ୍ଡିଆନ। ଯେତେବେଳେ ଆସିଥିଲେ, ଯେତେବେଳେ ଆଜ୍ଞା ସେ ଫ୍ଲାଇଟ ରୁ ଓହ୍ଲେଇଲେ, ମୋର ମା ମାନେ ଉଚ୍ଚ ସ୍ୱରରେ ହୁଳହୁଳି ଦେଲେ। କାରଣ ଓଡିଶାର ପରମ୍ପରା ଆଜ୍ଞା ସେଇଟା। କାରଣ ସେତେବେଳେ ନବୀନ ସରକାର ପଇସା ଦଉଥିଲେ, ତେଣୁ ସେଥିପାଇଁ ମୋ ମା ମାନେ ହୁଳହୁଳି ଦଉଥିଲେ। କିନ୍ତୁ ଆଜି ତ ପଇସା ମୁଁ ନେବି, ମୁଁ ହୁଳହୁଳି ଦେବି, ଆପଣ ମାନେ କେମିତି ଦେବେ? ସାର୍ ସେତେବେଳେ ଥିଲା ଆଡଭାନ୍ସ ଉଡାଉଳି। ମତେ ଲାଗୁଛି ଯେତିକି ବାପା ମାନେ ଉପସ୍ଥିତ ଅଛନ୍ତି ସମସ୍ତେ ଭାରି ପରୋପକାରୀ। କେମିତି କହିଲ? ଯଦି ଗୋଟେ ବୃକ୍ଷରେ ଆଜ୍ଞା କିଛି ପକ୍ଷୀ ମାନେ ବସିଥାନ୍ତି, ଆମେ ମାନେ ତାଳି ମାରିଦେଲା ମାତ୍ରେ କିଛି ପକ୍ଷୀ ଉଡିକି ଆଉ ଗୋଟେ ଗଛକୁ ପଳେଇଥାନ୍ତି, ଆଉ କିଛିଟା ପକ୍ଷୀ ରହିଥାନ୍ତି। ତେଣୁ ସେହିପରି ଯଦି ଆପଣ ମାନେ ହରିବୋଲ କିମ୍ବା ହୁଳହୁଳି ଟିକେ ଦେବେ, ତାହେଲେ ଆପଣ ମାନଙ୍କର ଦେହର ପାପ ଯାଇକି ଆଉ କାହା ଦେହରେ ମିଶିଯିବ, ଯେଉଁମାନେ ହରିବୋଲ ହୁଳହୁଳି ଦେଇ ନଥିବେ। ତେଣୁ ଆପଣ ମାନେ ଭାବୁଛନ୍ତି ଯଦି ଆମେ ଟିକେ ହରିବୋଲ ହୁଳହୁଳି ଦେଇଦେବୁ, ତାହେଲେ ଆମ ଦେହର ପାପ ଯାଇକି ଆଉ କାହା ଦେହରେ ମିଶିଯିବ। ଆମ୍ଭେ ମାନେ କାହିଁକି ହରିବୋଲ ଦେବୁ? ଆମ ଦେହର ପାପ ଯାଇକି ଆଉ କାହା ଦେହରେ ମିଶିବ। ସେଥିପାଇଁ ଆଜ୍ଞା କେହି ହରିବୋଲ ଦଉନାହାନ୍ତି, ନାଇଁ କି? ଆଜ୍ଞା ସମସ୍ତେ ହରିବୋଲ ହୁଳହୁଳି ଟିକେ ଦେଇକି ଯାଆନ୍ତୁ। ଆପଣ ମାନେ ହରିବୋଲ ଦେଲେ ଆପଣ ମାନଙ୍କର ଲାଭ, ଆପଣ ମାନଙ୍କର କ୍ଷତି ନା ମୋର ଲାଭ ମୋର କ୍ଷତି, ମୋର କିଛି ନାହିଁ। ଆଜ୍ଞା ଏତେ ରିକ୍ୱେଷ୍ଟ କରେନି, ଏଥର ହରିବୋଲ ଦେବେ ନା? ରିକ୍ୱେଷ୍ଟ ଦେବେ। ଠିକ ଅଛି। କଲା ବୋଲ ସର୍ବେ ଆନନ୍ଦେ କୁମାର ହରି ବୋଲ। ସାରେ ଏଥିରୁ ଜଣା
ଜଣା ପଡିଲା ଯେ ଏଠାରେ ଶ୍ରୀମତୀ କମ ଅଛନ୍ତି। ଶ୍ରୀମତୀ କମ ନୁହନ୍ତି, ଅଧିକ ଅଛନ୍ତି। ତମର ଅଧିକା ହେଇଗଲା। ନାଇଁ ଶ୍ରୀମତୀ ଅଧିକ ଅଛନ୍ତି ହେଲେ କମ ନୁହନ୍ତି। ଦେଖିଲେ କେତେ ମୋ ମା ମାନେ ସାଙ୍ଗେ ସାଙ୍ଗେ ଘୋଳରେ ପକେଇଲେ। ଭାଇ ଆମ ଘର ତ କେହି ଜଣେ ନାହାନ୍ତି। ହଉ ହେଲା ତେଣୁ ଆଜ୍ଞା ହେଲା କଣ କଣ ହେଲା? କଲା ଆମ କାହ୍ନୁ ମଥୁରାପୁରେ ହୋଇଛି ରାଜା। 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 ଆରେ ଆମ କାହ୍ନୁ ନାମେ ବିଶ୍ୱେ ବାଜୁଛି ବାଜା। ଆରେ ଆମ କାହ୍ନୁ ନାମେ ବିଶ୍ୱେ ବାଜୁଛି ବାଜା। ଆମ କାହ୍ନୁ ମଥୁରାପୁରେ ହୋଇଛି ରାଜା। ଆମ କାହ୍ନୁ ମଥୁରାପୁରେ ହୋଇଛି ରାଜା। ଆମ କାହ୍ନୁ ମଥୁରାପୁରେ ହୋଇଛି ରାଜା। ଆହା ବହୁ ଚୋରି ଖେଳ ଖେଳିବା କୃଷ୍ଣ ବହୁ କରିବା। ବହୁ ଚୋରି ଖେଳ ଖେଳିବା କୃଷ୍ଣ ବହୁ କରିବା। ଆହା ବହୁ ଚୋରି ଖେଳ ଖେଳିବା କୃଷ୍ଣ ବହୁ କରିବା। ବହୁ ଚୋରି ଖେଳ ଖେଳିବା କୃଷ୍ଣ ବହୁ କରିବା। ଯୁଗଳ କାନ୍ଧେ ବସାଇ ଆରେ ଯୁଗଳ କାନ୍ଧେ ବସାଇ ଗୋପପୁର ଆଣିବା। ଆମ କାହ୍ନୁ ଆମ କାହ୍ନୁ ଆମ କାହ୍ନୁ ଆମ କାହ୍ନୁ ଆମ କାହ୍ନୁ ଆମ କାହ୍ନୁ ମଥୁରାପୁରେ ହୋଇଛି ରାଜା। 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 ଆହା ଜୟ କୃଷ୍ଣ ଦିନ ବନ୍ଧୁ ତୁମ୍ଭେ ନବ ଜଳ ଧର। ଆମ କାହ୍ନୁ ଅତାହି ଗଞ୍ଜନ ବାନ ତୁମ୍ଭେ କରୁଣା ସାଗର। ଆମ କାହ୍ନୁ ଭାବକୁ ନିକଟ ହଇ ତୁମ୍ଭେ ଅଭାବକୁ ଦୂର। ଆମ କାହ୍ନୁ ଭାବେ ଗୋପୀ ବାନ୍ଧିଥିଲେ ତୁମ୍ଭେ କାନି ବଣ ତୋର। ଆମ କାହ୍ନୁ ଭାବେ ଦିନେ ଯମୁନାରେ ତୁମ୍ଭେ ଧୋଇଲ ତରାଇ। ଆମ କାହ୍ନୁ ଭାବେ ଦିନେ ବୃନ୍ଦାବନେ ତୁମ୍ଭେ ଚରାଇଲ ଗାଈ। ଆମ କାହ୍ନୁ ଭାବେ ଶିବଷ୍ଟ ବ୍ରାହ୍ମଣ ତୁମ୍ଭେ ମାରିଲା ଗୋଇଠା। ଆମ କାହ୍ନୁ ଭାବରେ ଖାଇଲ ପ୍ରଭୁ ତୁମ୍ଭେ ସବରିୟ ଇଠା। ଆମ କାହ୍ନୁ ଭାବେ ଦିନେ ଜଳ ମଧ୍ୟରେ ତୁମ୍ଭେ ଡାକ ଦେଲା କରି। ଆମ କାହ୍ନୁ ଭାବେ ଗଭୀର ଜଳରୁ ତୁମ୍ଭେ ଦେଇଛ ଉଦ୍ଧାରି। ଆମ କାହ୍ନୁ ବଡ଼ ଦେଉଳେ ବସିଛୁ ତୁ ତ କାହିଁ ଜମାଳିଆ। ଆମ କାହ୍ନୁ କେତେ ନାଟ ଲଗାଇଛି ରେ ତୁ କଦମ୍ବ ମୂଳିଆ। ଆମ କାହ୍ନୁ ଷାଠିଏ ପଉଟି ଭୋଗ ତୁ ତ ଖାଉଅଛୁ ବସି। ଆମ କାହ୍ନୁ ଆନନ୍ଦରେ ବଡ଼ ପଣ୍ଡା ତତେ ଦେଉଛି ପରସି। ଆମ କାହ୍ନୁ ମନ ନାହିଁ କି ରେ ଜଗା କାଞ୍ଚି ଅଭିଯାନ। ଆମ କାହ୍ନୁ ଦିନେ ପରା ରଖିଥିଲୁ ଉତ୍କଳ ସନ୍ତାନ। ଆମ କାହ୍ନୁ ଆଜି ଉତ୍କଳ ସନ୍ତାନ ଡାକୁଅଛି ତତେ। ଆମ କାହ୍ନୁ ସ୍ଥାନରେ ସାହା ହୁଅ ଜଗବନ୍ଧୁ ମତେ। ଆମ କାହ୍ନୁ ଭାଇ ବୋଲୁ ବନ୍ଧୁ ବୋଲୁ ସମ୍ପଦର ସାଥୀ ଆମ କାହ୍ନୁ ଜୀବ ଗଲା ବେଳେ ଏକା ଗୋବିନ୍ଦ ସାରଥୀ ଆମ କାହ୍ନୁ ସାମା ବାମା ମୁଣ୍ଡ ନାମା ଦୁଶାଳ ଜଗନା। ଆମ କାହ୍ନୁ ଶଶାଙ୍କ ଲପନା କୁଦମାଲ କଳି କର ଦନା। ଆମ କାହ୍ନୁ ଅଭୁଜ করে সবি তোলমা বীণা যন্ত্র তোর। ଆମ କାହ୍ନୁ ঝুণ ঝুণ শুভ থাইলমা পয়রে নুপুর। ଆମ କାହ୍ନୁ এক হস্ত খর্পরে তো অন্য হস্তে খণ্ডা। ଆମ କାହ୍ନୁ অনর্গল বাণী তোর লমা মহিমা প্রচণ্ড। ଆମ କାହ୍ନୁ ততে দিনে আশ্রা করলে মাল সারলা দাস কবি। ଆମ କାହ୍ନୁ খণ্ড মহাভারত মা উর্দু লেখিলে ভাবি। ଆମ କାହ୍ନୁ ଆଉ ଦିନେ ଆଶା କଲେ ମାଲ ମୂର୍ଖ କାଳି ଦାସ। ଆମ କାହ୍ନୁ ଜ୍ଞାନୀ ପଣ୍ଡିତ ମାଲ ତୋର ରହିଅଛି ରସ। ଆମ କାହ୍ନୁ ମୋହର ଜନ ନିଲୋ ତୋହର ଝିଅ।
କାହ୍ନୁ ଆମ କାହ୍ନୁ ଆହା। ଆମ କାହ୍ନୁ ମଧୁରାପୁରେ ହୋଇଛି ରାଜା ଆମ କାହ୍ନୁ ମଧୁରାପୁରେ ହୋଇଛି ରାଜା ଆମ କାହ୍ନୁ ମଧୁରାପୁର ହୋଇଛି ରାଜା। ହ୍ୟାଲୋ এই পবিত্র মঞ্চরে প্রশান্ত কুমার পাত্র সভাপতি গোপালপুর বণিক সংঘ উপস্থিত গায়িকা মহাশয়ଙ୍କର উপরে মুগ্ধ হয়ে 101টি ভারতীয় মুদ্রা প্রদান କରିଛନ୍ତି ସେ ମହାଶୟଙ୍କୁ ଜଗନ୍ନାଥ ଜଗନ୍ନାଥ ଘଣ୍ଟେ ଘୋଡ଼େଇ ରଖନ୍ତୁ ସର୍ବେ ବୋଲ ଆନନ୍ଦେ ଏକ ବାର ହରି ପଡ଼ିବ ନା ଶଙ୍କର ରାଉତ ଗାୟକ ବାବୁଙ୍କର ଗାଇବାରେ ଏବଂ କହିବାରେ ଖୁସି ହୋଇ 21ଟି ଭାରତୀୟ ମୁଦ୍ରା ପୁରସ୍କୃତ କରିଛନ୍ତି ସେ ମହାଶୟଙ୍କୁ ପ୍ରଭୁ ଜଗନ୍ନାଥ ଜଗନ୍ନାଥ ଘଣ୍ଟ ଘୋଡ଼ି ରଖନ୍ତୁ ସର୍ବେ ବୋଲ ଆନନ୍ଦେ ଏକ ବାର ହରି ପୁରସ୍କୃତ କରିଥିବା ଆମର ଦାତାଙ୍କର ପ୍ରଭୁ ଚଲାପଥ କୁସୁମିତ କରିବା ସଙ୍ଗେ ସଙ୍ଗେ ହେଲା, ତାଙ୍କୁ ହେଲା। ବିଦ୍ୟା ବୁଦ୍ଧିରେ ପରିପୂର୍ଣ୍ଣ କରନ୍ତୁ ଆଚ୍ଛା। ଏହି ଅନୁଷ୍ଠାନଟିକୁ ଦୀର୍ଘଜୀବୀ କରନ୍ତୁ ବୋଲ ସର୍ବେ ଆନନ୍ଦେ ଏକ ବାର ହରି ହରି ବୋଲ ପୁଣି ସେ କଣ ପୁଣି ସେ ଆପଣ ମାନେ କେହି ହରିବୋଲ ଦେବେନି କଣ ରାଣ ଖାଇକି ଆସିଛନ୍ତି ଖାଲି ମୁଁ କହିଲେ ଆପଣ ମାନେ ଦେବେ ନହେଲେ ଦେବେନି ସାରେ ତାହେଲେ ଘରୁ ଆଇଲା ବେଳକୁ ତାଙ୍କ ପାଇଁ ପାନ ନେଇକି ଆସିଲେନି ମତେ ଲାଗୁଛି ମୋ ମା ମାନେ କେହି ହୁଳହୁଳି ଶିଖି ନାହାନ୍ତି ବୋଧେ କେହି ସେଥିପାଇଁ କେହି ଜଣ ହୁଳହୁଳି ପକଉନାହାନ୍ତି କଲା ବୋଲ ସର୍ବେ ଆନନ୍ଦେ ଏକ ବାର ହରି ବୋଲ କଲା କ୍ରମେ ମଧୁ ଶେଷ ହୁଅନ୍ତେ ପ୍ରବେଶ ଆଜି ହୋଇଲା ଗ୍ରୀଷ୍ମ ସମୟ ହଉ କର ମାଲିକର ମହାଖର ତର ଏବେ କମଳ କୁମାର ପରାୟ यह कोबी दे हे आहे की कहिबा मोहि Papa!